ବାଟ ଭୁଲି ଯାଇଛନ୍ତି। ଇଆଡେ ଇଆଡେ ଇଆଡେ। ହାଣ୍ଡିଆ ପିଇକି ଆଇଛନ୍ତି ପଢୁଛନ୍ତି। ମାନଟା ପୂଜା ଆଉ। ତମ ଭାଗ୍ୟ ଭଲ ସାଇକେଲ ଆଉଛ, ବୁଲେଟ ଫୁଲେଟ ହେଲେ କୁଆଡେ ପଳେଇବ। ଆସିଗଲେ ଅତିଥି, ଆସିଗଲେ ଅତିଥି, ଆସିଗଲେ ଅତିଥି, ଆସିଗଲେ ଅତିଥି। ହ୍ୟାଲୋ ହ୍ୟାଲୋ। ହଁ ହଁ ଏଇଟା ହେଇଗଲା। ଆଉ କଣ ଆସିଗଲେ? ଆକ୍ଚୁଆଲି କଥା କଣ କି ଏ ଇଣ୍ଡିଆରେ ବହୁତ ଗରମ, ସେଥିପାଇଁ ମୁଁ ଜ୍ୟାକେଟ ଟାକୁ ଧରିକିରି ଆସିଛି। ଓହୋ। ଆଉ ମୁଁ ବଡିଗାର୍ଡ, ଡବଲ ଡ୍ୟୁଟି କରୁଛି, ମୋ ଡ୍ରାଇଭର ବି ରେଡି। ରେଡି। ୱେଲକମ୍ ୱେଲକମ୍ ମାଇ ୟୁଟ୍ୟୁବ ଚ୍ୟାନେଲ। ଚାଲ ଚାଲ। ନମସ୍କାର, ଜୟ ଜଗନ୍ନାଥ। ଆଜି ଗୋଟେ ରୋଜ ଟଙ୍କା କ୍ଷିତିଶ ୟୁଟ୍ୟୁବ ଚ୍ୟାନେଲ ଗୋଟେ ସୁନ୍ଦର ଏପିସୋଡ। ଆପଣ ବି ଖୁସି ହେଇଯିବେ, ହସି ହସି ଗଡ଼ିଯିବେ, ଦୌଡ଼ି ବି ଯାଇପାରନ୍ତି। କାହିଁକି ନା ଅପେରା ଧୂମକେତୁ ପାଇଁ ଯେଉଁ ମୋର ଅଡିସନ ଚାଲିଛି, ଅଡିସନ ତ ନୁହେଁ ସିଲେକ୍ସନ ଚାଲିଛି, ସେଥିପାଇଁ ଗୋଟେ ନମ୍ବର ୱାନ୍ ଯାତ୍ରା ଇଣ୍ଡଷ୍ଟ୍ରିର ଗୋଟେ ଭିଲିଆନ ମୁଁ ଚଏସ୍ କରିଛି। ତାଙ୍କ ସହିତ ଆଜି ମୋର ପଡକାଷ୍ଟ। ତାଙ୍କ ଚେହେରା, ତାଙ୍କ ହ୍ୟାଣ୍ଡସମ୍ ଲୁକ୍ ଆଉ ତାଙ୍କ ହସ ଆପଣ ଡରି ଯାଇପାରନ୍ତି। ପାଖରେ ଗୁଣିଆ ରଖନ୍ତୁ, ଡାକିବା ସେଇ ମହାନ ବ୍ୟକ୍ତିକୁ ମୋ ଚ୍ୟାନେଲକୁ ସ୍ୱାଗତ କରିବା। ଆସନ୍ତୁ ସାର୍। ଏଇ ଆମ ଓଡିଶା, ଓଡିଶାର ଭରସା, ଇଷ୍ଟର୍ଣ୍ଣ ଅପେରା ପରା ନମ୍ବର ୱାନ୍ ମିଡିଆ କହେ ଆମ ଓଡିଆ, ଓଡିଆର ଆଉ ଏକ ଧାରା ଇଷ୍ଟର୍ଣ୍ଣ। ଆପଣ ଭିଲିଆନ କଣ ଆସୋସିଏସନ ଇଷ୍ଟର୍ଣ୍ଣ ଆସିଲେ? କାହିଁକି ନା ମୁଁ ଆଗରେ ଗୋଟେ ଡ୍ୟାନ୍ସ କରୁଥିଲି ନା, ହଉ ଟିକେ ରହିଯାଇଛି। ହଉ ଆପଣ ଟିକେ ବସିପାରିବି? ଆପଣ ଯୋଉ ବଡି ଲଗ୍ନ ହେଇକି ଆସୁଛନ୍ତି, ଆପଣଙ୍କୁ ଲାଜ ଲାଗୁନି? ଆକ୍ଚୁଆଲି ମୋ ନାଁଟା ହେଲା ଦୁଷ୍କର୍ମ ଅଧିକାରୀ, ଦୁଷ୍କର୍ମ ଅଧିକାରୀ। ସେଇଥିପାଇଁ ମୁଁ ଏମିତି ଆସିଛି। ଆଉ ମୋ ଜ୍ୟାକେଟ ମୁଁ ପିନ୍ଧୁ, ମୋ ବଡିଗାର୍ଡ କିଏ ତାଙ୍କ ନାଁ? ତାଙ୍କ ନାଁ ବାହୁବଳୀ ଅଧିକାରୀ। ଆପଣ ଯେମିତି ତ ବଡିଗାର୍ଡ ରହିଯା ବସିଚାରେ ବସିପାରିବି? ଆଉ ଆପଣଙ୍କୁ ଯୋଉ ଆମେ ଡାକିଛୁ ଆପଣଙ୍କ ଚ୍ୟାନେଲକୁ, ଆପଣଙ୍କୁ କେମିତି ଲାଗୁଛି? ବହୁତ 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 ଦୁଃଖର କଥା କହୁଛି, କାହିଁକି? ବର୍ଷା ହେଇଗଲା କିନ୍ତୁ ଖୁସି ବହୁତ ଲାଗୁଛି, ପାଗଟା ନରମ ଲାଗୁଛି। ଆପଣ ସବୁ କଥା ଯାତ୍ରା ହଁ, ଏଇଟା ମୋର ଯାତ୍ରା ଯେହେତୁ 72 ବର୍ଷ ହେଇଗଲାଣି, ସେଇଥିପାଇଁ ଟିକେ ଭୟସଟା ଏମିତି ଏମିତି ଲାଗୁଛି ଆଉ। ଆସିଲେ କେମିତି, କୋଉଠି କଣ କାମ ଥିଲା, କୋଉଠୁ ଆସିଲେ? ଆକ୍ଚୁଆଲି କଥା କଣ କି ମୁଁ ଥାଇଲାଣ୍ଡରେ ରହୁଥିଲି, ଥାଇଲାଣ୍ଡରୁ ଫ୍ଲାଇଟରେ କାଲି ଆସିଲି। ଯେହେତୁ ପାଖରେ ପଇସା ପତ୍ର ନାହିଁ, ଥାଇଲାଣ୍ଡରୁ ଆଇଲା ବାଟରେ ଚୋରି ହେଇଗଲା। ଆଉ ଗୋଟେ ଧାନ ରୋଇବାକୁ ଗଲି, ଧାନ ରୋଇକିରି ଆଇଲି, 300 ଟଙ୍କା ମଜୁରୀ ମିଳିଲା। ଆଇଲି ଏଇଠି ଅଟୋ କରିକିରି ଆଉ। ହଉ, ଆଜି ଆମେ ଆପଣଙ୍କ ବିଷୟରେ ବହୁତ କିଛି ଜାଣିବା। ଆଜ୍ଞା। ଆଉ ପ୍ରଥମେ ଆପଣଙ୍କ ପରିଚୟ, ଆଉ କଣ କରନ୍ତି, କେବେଠୁ ଯାତ୍ରା ହେଲେ ସେ ବିଷୟରେ ଜାଣିବା। ଆପଣଙ୍କ ନାଁ? ମୋ ନାଁ ଦୁଷ୍କର୍ମ ଅଧିକାରୀ। ଅଜବ ନାଁ, ଦୁଷ୍କର୍ମ ଅଧିକାରୀ। ଆକ୍ଚୁଆଲି ମୁଁ ଯାତ୍ରାବାଟରେ ଥିଲାବେଳେ ମୋ ନାଁଟା ଥିଲା ଦୁର୍ଯ୍ୟୋଧନ ଅଧିକାରୀ। ଯେହେତୁ ଯାତ୍ରାବାଟରେ ଦୁଷ୍କର୍ମ 2-4ଟା ଖଣ୍ଡେ ହେଇଗଲା, ମାନେ ଓରିଜିନାଲ ନୁହଁ ବା, ସିନ୍ ପ୍ରତ୍ୟେକ ସିନ୍ ମୋ ରେପ୍ ସିନ୍ ନହେଲେ ମୁଁ ଯାତ୍ରା କରିବିନି। ପ୍ରତ୍ୟେକ ସିନ୍ ରେପ୍ ସିନ୍। ଡାଇଲଗ ମାନିଆ କଣ ଥିଲା? ଡାଇଲଗ ମାନିଆ ଥିଲା ଆମର ସଞ୍ଜୟ 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 ମୁଁ ସଞ୍ଜୟ ବଳ, ଡ୍ରଗ୍ସ କାରବାର ମୋ ନିଶା, ମଣିଷ ହାଣିବା ମୋ ପେଶା, ରେପ୍ କେବେ ମୁଁ କରେନି କାରଣ ମୋ ଦେହରେ ଯାଏନି। କିନ୍ତୁ ଆପଣଙ୍କ ନାଁ ଦୁଷ୍କର୍ମ ଅଧିକାରୀ। କିନ୍ତୁ ମୋ ନାଁଟି ଦୁଷ୍କର୍ମ ଅଧିକାରୀ। ଆଉ ଗୋଟେ ଦୁଷ୍କର୍ମ ଅଧିକାରୀ ମାନିଆ ଥିଲା କଣ ଗୋଟେ ଶୁଣୁଥିଲି, ଡାଇଲଗ କମ୍ ଦୁଷ୍କର୍ମ ବେଶୀ। ସେ ଡାଇଲଗଟା କମ୍ ଦୁଷ୍କର୍ମ ବେଶୀ। ଏଇଟା ଆମର ଥିଲା ନାଟକ ଫେଡା, ଶାଢୀ ବାବୁଙ୍କର ଯୋଉ ପାର୍ଟିଟା ମହାବଳ ବାହିନୀ ଫେଡା ନାଟକ, ସେଇ ନାଟକରେ ମୋର ଥିଲା ମୋ ନାଁ ଦୁଷ୍କର୍ମ ଅଧିକାରୀ, ରେପ୍ ଠୁ କମ୍ ଦୁଷ୍କର୍ମ ଠୁ ଅଧିକା। ଆପଣଙ୍କର ଯୋଉ ଏଇ ଯୋଉ ଡାଇଲଗ ବହୁତ ଦର୍ଶକ ବେହୋସ ହେଇଯାଉଛନ୍ତି ଶୁଣିକି,
ତାପରେ ତମର ଆପଣଙ୍କର ଯୋଉ ଉନ୍ନତ ଧରଣର ବଡି ମାନେ ଏ ବଡି ଯାତ୍ରା ଇଣ୍ଡଷ୍ଟ୍ରିରେ କାମ ନାହିଁ ନାଇଁ। ଆଉ ଏ ଯୋଉ ଚେହେରା ଆମର ମାନେ କଣ ଏତେ ସୁନ୍ଦର ଚେହେରା କୋଉଠି ପାଇଲେ ଆକ୍ଚୁଆଲି କଥା କଣ କି ଏଇଟା କଣ ଏଇଟା ରହିଯାଇଛି ମୋର ଗୋଟେ ଯାତ୍ରା ଥିଲା ନା ମାନିଆଟା କଥା କଣ କି ହେଇଯାଉଛି ତା ମାନୁଛି ଆପଣ ପୁଣି ବେଳେ ବେଳେ କେତେବେଳେ ଯାଉଛି ବୋ ର ଧୀରେ ସୁସ୍ଥ ବଡିର ରହସ୍ୟ ହେଲା ପର ଡେ 5 କିଲୋ ଚିକେନ ଆପଣ ଖାଉଛନ୍ତି ଆଜ୍ଞା ଚିକେନ ଆପଣ ଖାଉଛନ୍ତି ନା ଆପଣ ତାକୁ ଖାଉଛନ୍ତି ନା ନା ଚିକେନ ମତେ ଖାଏ ମୁଁ କଣ ଚିକେନ ଖାଏ ହଁ ଚିକେନ ଏଠି ମୁଁ ଖାଇଥାନ୍ତି ତାହେଲେ ମତେ ଏରା ଏମିତି ରହିଥାନ୍ତା ନା ନା ବଡି ଭଲ ଅଛି ଆପଣ ଟିକେ ଦେଖେଇ ନା ଆଜ୍ଞା ଆଉ ପରିବାର ବିଷୟରେ ବୁଝିବା ଆପଣ ପରିବାର ଭିତରେ ଆଉ କଣ କହିବି ବିବାହିତ ବିବାହିତ ହଁ ବିବାହିତ ପିଲା ଛୁଆ ଏ 12ଟା କେତେଟା ବାହାଇଛନ୍ତି ଗୋଟିଏ 12ଟା ପିଲା ଛୁଆ ମାନେ ଆରେ ଯାତ୍ରା ବାଟେ ରହି ରହି କୋଉଠି ଗୋଟେ ଗଳି ଯାଇଛି ଆଉ 12ଟା ହେଇଯାଇଛି ଦୁଷ୍କର୍ମ ଅଧିକାରୀ ଦୁଷ୍କର୍ମ ଅଧିକାରୀ ନା ଠିକ ଅଛି ଆଉ ଆପଣଙ୍କର ମୁଁ ଶୁଣିଲି ଆପଣ ହାଏଷ୍ଟ ବଜେଟ ନଉଛନ୍ତି ହଁ ମୋର ଆକ୍ଚୁଆଲି ୱାର୍ଡ ହିସାବରେ ପଇସା ମାନେ ମାନେ 800 ଆରେ 5000 100 ରେ 5000 ମାନେ ଯେତେ ଅକ୍ଷର ସେତେ କେତେ ପଇସା ପଇସା ଆଉ ଆପଣଙ୍କର ସବୁଠାରୁ ଅଧିକ ପଇସା ନେଇଥିବା ନାଟକ ଆଉ ସବୁଠାରୁ କମ ପଇସା ନେଇଥିବା ନାଟକ କୋଉଟା ଅଧିକା ପଇସା ନେଇଥିବା ନାଟକ ହେଲା ବଉଲ ମୁଁ ବାହା ହେବିନି ଆଉ କମ ପଇସା ନେଇଥିବା ସେଇଟାରେ ମୁଁ 5 କୋଟି କମେଇଛି କମ ପଇସା ନେଇଥିବ ଅଧିକା ଅଧିକ ନେଇଥିଲା ଆଉ କମ କୋଉଟା ନେଇଥିଲା ଆଉ ଏ ଦୁଃଖ କଣ କହିବି କମ ପଇସାରେ ମାଲିକ ମାନେ ଚାଲାକି ପଡିଗଲେ ହଁ ଆମର ଯୋଉ ଶାଢୀ ବାବୁ ଆକ୍ଚୁଆଲି କଥା କଣ କି ଶାଢୀ ବାବୁ ସେ କଣ କଲେ ନା ଭାରି ଚାଲାକି ଲୋକ ମତେ ଡାକିଲେ କହିଲେ ଆଉ ଦୁଷ୍କର୍ମ ବାବୁ ଆଉ ଆସି ମୋ ପାଟିରେ ଗୋଟେ ଅଭିନୟ କରିବେ ମୁଁ ଆଉ ଦରମା କେତେ କଣ ମୁଁ କହିଲି ଆସିଥିଲି ମୋର ଅକ୍ଷର ହିସାବରେ ପଇସା ତାହେଲେ ହଉ ଠିକ ଅଛି ତାପରେ ଡାକିକିରି ବସେଇଲେ କଥା ହେଲୁ ଦରମା ପତ୍ର ଛିଡ଼ିଲା ଗୋଟେ ନାଟକ ନା ହେଲା ଏ ବୋଉ ମୁଁ କାହାର ଝିଅ ନା କହିକି ଗୋଟେ ନାଟକଟା ଥିଲା ସେ ନାଟକରେ ମତେ ମୁକ ରୋଲ ଦେଇଦେଲେ ଆଉ ମୋର ତ ଅକ୍ଷର ହିସାବରେ ପଇସା ରେଟ୍ ଛିଡ଼ି ଯାଇଛି ନା ଆଉ ଶବ୍ଦ ନାହିଁ ଆଉ ତ ଶବ୍ଦ ନାହିଁ ମାଲିକ ଚାଲାକ ଯେତେବେଳେ ପାଟିରେ ପଡିଗଲେ ଗଲି ବୁଝିପାରିଲ ଭାଇ ଅଭିନୟ କରୁଥିଲି ଏମିତି ଯେତେବେଳେ ଥିଲା ଆଉ ଆକ୍ଚୁଆଲି କଥା କଣ କି ସେ ଏମିତି ଥିଲି ସେ ଭିଲିଆନ ଡାଇଲା ମାରିବ ଦୁଷ୍କର୍ମ ମୁଁ ଏମିତି ସେ ହାତ ଚାଲାକ ପଡିଗଲେ ଆଉ ଚାଲାକ ପଡିଗଲେ ଟଙ୍କାଟା ପାଇଁ ନେଇଥିବେ ନା ହାତରୁ ଖର୍ଚ୍ଚ କରି ତାପରେ ସେ ନାଟକ ଖଣ୍ଡଗିରିରେ 22 ରାତି ଗଲା ସେଇ ଟାଇମରେ 22 ରାତି କେତେବେଳେ ପଟିଆ ପକେଇ ରହିଲ ଆଉ କଣ କରିବି ଖାଇବାକୁ ପିଇବାକୁ ପାଇଲିନି ଏଇ ଅବସ୍ଥା ଆପଣଙ୍କର ଅବସ୍ଥା ହଉଛି ଆପଣଙ୍କ ଯୋଉ ସାଇଡରେ ଯୋଉ ବଟିକା ବୁଝୁଛନ୍ତି ତାକୁ କେମିତି ଏମିତି କରୁଛନ୍ତି ସେ ଆମର ମେନ୍ ଟଙ୍କା ବୁଝିଲେ କି ହଁ 15 ଲକ୍ଷ ଦରମା ତାର ଆପଣ ଜଗୁଛି ଜଗୁଛି ମତେ ଲାଗୁ ତାକୁ ଜଗିବା ପାଇଁ ରୋକ ରହିବି ଭାଇ ଅଛି ଅତିଥି ଭାଗ ଡାକିଛନ୍ତି ଆଉ ଆପଣଙ୍କୁ ଅଲଗା ପାଟୁ କିଛି ଅଫର ହଁ ଅଲଗା ପାଟିରେ ଅଫର ଆସିଛି ଝିଲମିଲ ମହଲ ଅପେରା ଧୂମକେତୁ ଜଷ୍ଟ ଏଇନା ଚାଲିଛି ଆମର ମୁଁ ରହିଛି ଫାଇନାଲ ହେଇଯାଇଛି ଆଉ କୋଉଠି ପଇସା କେତେ ବଜେଟ ପଡିକି ପଳେଇବେ ନାଇଁ ନାଇଁ ଯିବାନି କାହିଁକି ନା ରାସ୍ତାରେ ଯୋଉ କଣ୍ଟ୍ରୋଭର୍ସି ହଉଛି ଆମର ତ ପିଓ ପାର୍ଟି ସିଏ ଯୋଉ କଣ୍ଟ୍ରୋଭର୍ସି ଆଉ ସେ ଭୁଲ କରିବାନି ଯୋଉଠି ଆଣିବା ସେଇଠି ଆପଣଙ୍କୁ ଯାତ୍ରା ଇଣ୍ଡଷ୍ଟ୍ରି ଆପଣ କାହାକୁ କମ୍ପିଟିଟର ଭାବୁ ମୁଁ ପିଓ ପାର୍ଟି କ୍ଷେତେଶ ନାୟକ ବବୁଲୁ ପିଙ୍କି ସୁଇଟି ତାଙ୍କ ସହିତ ମୁଁ ଲେଉ ସେମାନେ ସବୁ ମୋ ଠାରୁ ଶିଖିଛନ୍ତି ହଁ ଜଣା ପଡୁଛି ଆପଣଙ୍କ ଚେହେରା କହୁଛି ଏ ଆଜି ପିୟୁଷ କୋଟି ଟଙ୍କା ନେଇଯାଇଛି କାହା ପାଇଁ ମୋ ପାଇଁ ନା ଆଉ ଆପଣ ଦେଖିଛନ୍ତି ସେ କୋଟି ନେଇଛନ୍ତି ହଁ ନା ଟିଭିରେ ଦେଖିଥିଲେ ନାଇଁ ଟିଭିରେ ଦେଖିଥିଲି ଶୁଣିଛ ହଁ ମୁଁ ଫୋନରେ କଥାବାର୍ତ୍ତା ବେଳେ ବେଳେ କରେ ହଁ ସେ ଗୋଟେ ଦେଖିଲେ ମାନେ ମୁଣ୍ଡିଆ ମାରି ପକେଇବ କିଏ ପିୟୁଷ ତୁ ଆଜି ଯାତ୍ରା ହାଇଲାଇଟ୍ କାହା ପାଇଁ ମୋ ପାଇଁ କ୍ଷେତିଶ ତାକୁ ଦେଖୁଛ ଟିଭିରେ ସେ କାହା ପାଇଁ ମୋ ପାଇଁ ଏ ଯୋଉ ବିଶାଲ ସେ ନୂଆ ନୂଆ ଟାକୁ ମାର୍କେଟରେ ଛାଡିଛି ସିଏ ବି ହାଇଲାଇଟ୍ ହବ ମୋ ପାଇଁ ଏଇ ଟକ ବି ମୁଁ ରଖିଛି ପାଖରେ ସେ କଣ ଯାତ୍ରା କରିବ ହଁ ସେ କଣ କରିବ ସେ ରେଫସିନେ ଖାଲି ଯିବ ଦୁଷ୍କର୍ମ ଆଉ ଦୁଷ୍କର୍ମ ଅଧିକା ସାନ ଭାଇ ଆଉ ସାନ ଭାଇ ଟିକେ ଦୋଷ ଅଛି ଅତିଥି ଭାବ ଡାକିଛନ୍ତି ଆପଣଙ୍କୁ ଆଉ ଗୋଟେ କଥା ପଚାରିବି ଆପଣ ଯଦି ଯାତ୍ରା କରିନଥାନ୍ତେ ଆପଣ କୋଉ ବିଭାଗରେ ଚାକିରି କରିଥାନ୍ତେ ଆକ୍ଚୁଆଲି ମୁଁ ଏ ଯାତ୍ରା କରିନଥାନ୍ତି ମୁଁ କଲେଜ ଆଗରେ ଗୁପଚୁପ ବେପାର କରିଥାନ୍ତି କାହିଁକି ହଜାର ହଜାର ଯେଉଁ ଲାଇନ୍ ମାରିଥାନ୍ତି ଆରାମସେ ରହିଯିବ ଯାତ୍ରା ହାଲକା ହାଲକା ହାଲକା
ନା ଆପଣ ବଡି ପ୍ରତି ଟିକେ ଧ୍ୟାନ ଦିଅନ୍ତୁ। ରାତି ଅନିଦ୍ରାକୁ କେତେବେଳେ କଣ ଅବସ୍ଥା ହବ ଛୁଆ ପିଲାମାନେ ଡରି ଯାଇପାରନ୍ତି। ଏମିତି ଘଟଣା ହେଇଛି କେବେ ହଁ। ଗାଁରେ ଅଛନ୍ତି ହଁ ହଠାତ୍ କେବେ ଦେଖିଦେଇଛନ୍ତି? ହଁ ମୁଁ କାଳେ ଶୁଣିଛି ଆପଣ ଥରେ ସେ କ୍ଷିତିଶ ନାୟକକୁ ଭିଡିଓ କଲ୍ କରିଥିଲେ ରାତି 2ଟା ବେଳେ ଅନ୍ଧାରେ ଆପଣ ଘୋଷଣା ଆସନ୍ତୁ ଥାଉ ଥାଉ ମୁଁ କାଳେ ବେହୋସ ହେଇଗଲି କିଛି ନାହିଁ। ହଁ ଆରେ ମୋ ଦାନ୍ତ ଦେଖିକିରି ବେହୋସ ହେଇ ନା ଆପଣଙ୍କର ଅଛି ଆପଣଙ୍କ କଳା ଭରପୁର ଅଛି। ଆଜ୍ଞା ଆଉ ଦେଖିବା ଗୋଟେ ଭୟଙ୍କର ଡାଇଲଗ କହିଲେ। ଆକ୍ଚୁଆଲି କଥା କଣ କି କୋଉ ଡାଇଲଗ ଟେ କହିବି ମୋର ମନ ପଡୁନି। ବାଟରେ ଆଇଲା ବେଳକୁ ପଳେଇ ରହିଲି ସେଠି ଗୋଟେ ଗୀତ ବୋଲିଲି ଏ ବିଲ ସାର ସାର ପାଣି ବାଜି ଦେହ ମୋର କୁଣ୍ଡେଇ ହେଲାଣି ଏ ସଲସଲ ଲାଗେ ଗଲଗଲ ଲାଗେ କୁଣ୍ଡେଇ ହେଲାଣି। ଏତେ ଭଲ ବୋଲୁଛନ୍ତି ହଁ ଅଲରାଉଣ୍ଡର। ହଁ ଆପଣ ସେ ଫ୍ୟୁଜ୍ ତ କେଟି କାଟିବେ ଆଉ। ନିହାତି ତା ପିଉଛୁ ମୋର ଟ୍ରେନିଂ ନେଇଛି। ହଁ ହଁ ଏଇ ଭିଡିଓ ଯଦି ଦେଖିବେ ଆପଣଙ୍କୁ ଯଦି କିଛି ଫୋନ କରି କହିଲେ କହିଲେ ଯେ ଭାଇ ନମସ୍କାର ମୁଁ କହିବା ଆରେ କେମିତି ଅଛୁ ଭଲ ଅଛି ଯାକ ମୁଣ୍ଡିଆ ମାରି ପକେଇବେ। ହଁ ହଁ ଆପଣ ଦୁଷ୍କର୍ମ ଅଧିକାରୀ ଆଉ ଆଜ୍ଞା 75 ବର୍ଷ ଯାତ୍ରା କରି 75 ବର୍ଷ ଆଉ ନିରନା ଫିରନା ଯୋଉ ସଞ୍ଜନ ନା ହଜିଯିବେ ହଜିଯିବେ ହଁ। ହଜିଯିବେ। ଆକ୍ଚୁଆଲି କଥା କଣ କି କଫି ଟିକେ ମିଳିବ? କଫି ତ ଆମର ଲୋ ବଜେଟ୍ ଆଜ୍ଞା କଫି ନାହିଁ ଯଦି କହିବେ ସାଦା ପାଣିରେ ଚଳେଇଦବା। ଭାଇ ପାଣି ପିଏନି। ଆଉ ନା ଆପଣ ନିଶାଦାର ଦୋକାନ ନା ଖାଉଥିଲି ଛାଡି ଦେଇଛି କଣ ପାଇଁ? ଏ ଦେହରେ ଗଲାନି। ଆପଣ ତ ଦେହ ନାହିଁ ଯିବ କଣ? ଆପଣ ଦେହ ସିନା ଥିଲେ ଦର୍ଶକ ବନ୍ଧୁ ଏଇ ଯୋଉ ମହାନ ବ୍ୟକ୍ତି 2 ଜଣ ଛିଡା ହେଇଛନ୍ତି ତାଙ୍କ ବିଷୟରେ କହିବାକୁ ଡର ଲାଗୁଛି। ସେ ମଝିରେ ମଝିରେ କଣ ଗୋଟେ କହୁଛନ୍ତି କଣ ଗୋଟେ ତାଙ୍କର ମାନିଆ ଅଛି ସେ କହିଦେଇଛନ୍ତି। କଣ କହୁଛୁ ଟିକେ ଶିଖେଇଛି ତାକୁ ମୁଁ ଶିଖାଇଛି। ଆପଣ ଗୁରୁ ଆଉ ଏକ୍ସପେରିମେଣ୍ଟ କରୁଛନ୍ତି ଆଉ। ନୂଆ ନୂଆ ମାର୍କେଟକୁ ମୁଁ ଛାଡୁଛି। ଆଉ ଦେଖୁଛନ୍ତି ଯୋଉ ଆଙ୍କର ଦେହ ଅଛି ମତେ ଲାଗୁନି ଦେହ ଅଛି ମତେ ଲାଗୁଛି ସ୍କେଲିଟନ ଟା ଯେମିତି ହେଙ୍ଗରଟା ଓଳିଛି ସରି ଶରୀର କନ୍ତି ଆଉ ଜାଣିଛୁ ଆପଣ ଦୁର୍ଦ୍ଦାନ୍ତ ଖଳନାୟକ। ଆଉ ଗୋଟେ କଥା କହିବି ପଚାରିବି ଫିଲ୍ମ ପ୍ରତି ଆପଣଙ୍କର ଇଚ୍ଛା ନାହିଁ? ବହୁତ 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 ଇଚ୍ଛା। ଆଉ କେବେ ଯାଇଛନ୍ତି? ହଁ କାହିଁ ଆମେ ତ ଦେଖିପାରୁନୁ। ଦେଖିପାରୁନା କଣ ଅନୁଭବ ସହିତ ଗୋଟେ ଚାଲିଥିଲା ଏବେ ଅନୁଭବ ଗୋଟେ ମାଇଲା ଯେ ମୁଁ ଏକାଠି ଉଡ଼ିକି 3-4 କିଲୋମିଟର ଦୂରରେ ପଇଲି ଆଉ କଲେନି ଆଉ ଗଲି ସିନ୍ ପଳେଇଲେ ସିନୁ ପଳେଇ ଲୁଚିକିରି ପଳେଇ ସେଇଠୁ ହଜିଗଲେ ଗୋଟେ ହଜିଗଲି scene। ଗୋଟେ ଏରିଆ ଠିକ ଅଛି। ଆଉ ଗୋଟେ କଥା କହିବି ସତ କହିବି କହୁନାହାନ୍ତି ମାରୁଆ ଅଛନ୍ତି କାଳେ ଭୂ ରେକର୍ଡ ଜମା ନୁହଁ ଜମା ନୁହଁ। ଆଉ ଏ ଚଷମାଟା ଯୋଉ କିଣିଛନ୍ତି କଣ ଷ୍ଟିକର ଖୋଲା ହେଇନି ଫେରେଇବେ ବାକି ନାହାନ୍ତି। ଆକ୍ଚୁଆଲି ଲୋ ବଜେଟ ଅନୁଷ୍ଠାନ ଅକ୍ଷର ହିସାବରେ ପଇସା ଏ ଯୋଉ ଶାଢୀଆକୁ ଯୋଉ ପ୍ଲାନିଂ କରି ଯୋଉ ବର୍ଷେ ଖଟେଇଲେ ପଇସା ପତ୍ର ସବୁ ପଳେଇଲା। ନୂଆ ଫର୍ଚୁନର କିଣିଲି ପୁରା 4ଟା ସୋରୁମ କରିଦେଲି ପୁରା ବାଇକ୍ ସୋରୁମ କରିଦେଲି ଆଉ ସବୁ ପଇସା ସିଆଡେ ଲାଗିଗଲା। ଆଉ କଣ ଏଇଟା ଆଣିଛି ମନ୍ଥଲି ଏତେ ଜିନିଷ କରୁଛନ୍ତି ଆଇଲା ବେଳେ ସାଇକେଲ ଆଇଲେ ମୁଁ ଦେଖିଲି। ସାଇକେଲ ଆସିଲି କଣ ମୁଁ ଆସିଲି ଭୁଲରେ କହିଥିଲି ଅଟୋ ଇଜ୍ଜତ ବଞ୍ଚିବା ପାଇଁ ସାଇକେଲ ଆସିଲି କଣ କି ପକେଟ ପଇସା ନାହିଁ। ଆକୁ ମୁଁ ଲୋନରେ ଆଣିଛି ଘର ଝିଅ ବନ୍ଧା ପକେଇକା ଦରମା ଶୁଝୁଛି। ନ ଦେଖିଲେ ଆପଣଙ୍କ ଦେହ ପ୍ରତି ବିପଦ ଅଛି। ବିପଦ ଅଛି। ପବନ ଫବନ ନେଲେ ଉଡିଯିବେ। ହଁ ସେ ବି ଷ୍ଟ୍ରଙ୍ଗେଷ୍ଟ ପିଲା। ନିହାତି। ଭାଇ ଅଧିକ ହଉଛି ଦେଇଦବ କି? ଏ ର ତୁ ତମକୁ ତ ଡାକି ତ ଅସମ୍ମାନ କରୁଛନ୍ତି ଆଉ କଣ ରହିବି ଆଉ ତମ ପାଖରେ? ନା ନା ଟିଭିରେ ବାହାରିବା କାଲି ବହୁତ ଦିନ ହେଲାଣି ଟିଭିରେ ବାହାରିନି। ଆପଣ କଣ ଟିଭିରେ ବାହାରିଥିଲେ କି ଆମେ ତ ଦେଖିନୁ। ଆଜ୍ଞା ଦେଖିବେ ମୋର ସିରିଏଲ ଗୋଟେ ଅଛି କଣ ছিল? ଝିଅ ଆମର କୁଆଁରୀ ବୋହୂ। ଆପଣଙ୍କ ସବୁ ବୋଉ ଝିଅ ନାରୀ ଜାତୀୟ ଦ୍ରବ୍ୟକୁ ବେଶୀ ପସନ୍ଦ। ଆପଣ ହସ କୋଟିଏ ଟଙ୍କା। ଏଇ ହସ ଲାଗି ତ ମତେ ଶାଢୀଆକୁ ଡାକୁଥିଲେ କହିଲେ ଖାଲି ଆସିବ ଖାଲି ହସିବେ। ସେମିତି ହେଇଯିବ ଖାଲି ହସିବେ। ହସିଦ ଗୋଟେ ସିନ୍ ଗୋଟେ ସିନ୍ କେତେ ଟଙ୍କା? କୋଟିଏ ଟଙ୍କା ଗୋଟେ ସିନ୍ ଗୋଟେ ଟଙ୍କା। ସିନ୍ଟା ମତେ ଲାଗୁଛି ପୁରା ଖାଲି ଷ୍ଟେଜରେ ଛିଡା ହବ ଖାଲି ଆଉ ଆସିବ ଏମିତି ଟୋଟାଲ ସେଇଠି ମତେ ଲାଗୁଛି ମତେ ସେ ଯୋଉ ଯାଉନାହାନ୍ତି ସବୁ ଯୋଉ ଡ୍ୟାନ୍ସ ହେଲେ ଯୋଉ ସବୁ କାର୍ଟୁନ ଫାଟୁନ ବଡ ବଡ ଯୋଉ ବାହାଘର ହେଲେ ଯୋଉ ଫାଣ୍ଡା ଆପଣଙ୍କୁ ସେଇଭଳିଆ ରଖିବ ବୋଧେ। ନା ନା ସେଇଠି ଛିଡା ହେଇ ରହିବେ। ନା ନା ଆଉ ଗୋଟେ କଥା ଖରାପ ଭାବିବେନି ଯୋଉ ବିଲରେ ସବୁ ଗୋରୁ ପଶି ଖାଇଯାଉଛନ୍ତି ଆପଣ ତ ଏଇ ପ୍ୟାଣ୍ଟ ସାର୍ଟ ପିନ୍ଧେଇକି ପାଳଭୂତ କରି ଛିଡା କରିଦେଲେ ଆଉ ଗୋରୁ ଫୋରୁ କେହି ଆସିବେନି। ଏ ନା ଏ ଗୋଟେ କଥା ଜାଣିଛ ନା ଗୋଟେ ଆଗେ ତ ଛୋଟ ଛୋଟ ଥିଲି
ଛୋଟ ଛୋଟ ଥିଲି ଛୋଟ 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 ଏବେ ବେଳେ। ଆପଣଙ୍କ ବଡ ହେଲେଣି ଆପଣ ତ ଯେମିତି ଛୋଟ ସେମିତି ଅଛନ୍ତି। ନାଇଁ ନାଇଁ ଯେତେବେଳେ ଛୋଟ ମାନେ ଜୱାନ ବୟସ ମୋର ଥିଲା। ଏବେ ବୁଢା ବୁଢା ହେଇଗଲି। ଜୱାନ ବୟସ ଥିଲା ବେଳେ ମୁଁ ଭାରି ଦୁଷ୍ଟ ହୁଏ। ମୁଁ ପାଠ ସାଠ ପଢେନି। ମୋ ବାପା ମୋର କଣ କରିବ ନା ନେଇଯିବ ବିଲ ବାଟରେ ମୁଣ୍ଡରେ ମାଠିଆ ପୁରେଇ ଦବ। ଏଣ୍ଠିଆ କଥା ହାତ ଗୋଡ ବାନ୍ଧିଦବ। ମୁଁ ତ ହଲି ପାରୁନଥିବି ଝୁଲି ପାରୁନଥିବି। ଏଣ୍ଠିଆ। ଏଇ ଏମିତି। ଭାଇ ପଡିଯିବେ ଭାଇ ପଡିଯିବେ। ମୋ ଜ୍ୟାକେଟ ଆଉ ଯୋଉ ଧୋତି ଆଉ ଯୋଉ ଇଏ ଭଲ ଏସବୁ କଣ ଆପଣ ବଡିକି ଭଲ ସୁଟ୍ କରୁଛି କୋଉଠୁ ଆଣିଛନ୍ତି? ଆକ୍ଚୁଆଲି ଲୁଙ୍ଗିଟା ନାଇବାର କାରଣ ହେଲା ବିଲରେ କାମ କରୁଥିଲି। ହଠାତ୍ ଅପରାହ୍ନ ଆମର ଟିକେ ତଳି ରହୁଥିବି ଫୋନ ଆସିବ। ଆଜ୍ଞା ବାବୁ ଟିକେ ଏଇଠି ପଡି ସାର୍ ସାଙ୍ଗେ ଜ୍ୟାକେଟ ମାନେ ଭଲ ମାନୁଛି ତମ ଷ୍ଟୋନ ଲାଗିଛି ନା କେତେ ଟଙ୍କା? ଷ୍ଟୋନ ନୁହଁ ହୀରା ହୀରା। ହିରୋ କେତେ ଟଙ୍କା? ଏଇଟା 45 କୋଟି। ଏ କୋଉଠୁ ହେଇଛି? ଏଇଟା ଥାଇଲାଣ୍ଡରୁ ମଗେଇଥିଲି। ମୁଁ ଶୁଣିଛି କାଟା ଯୋଉ କ୍ଷିତିସିନା କାଟା ହାଇଦର ପିନ୍ଧୁଥିଲା ଏ ନା ଅପାର ଦେଇଥିଲେ ଆପଣ ଆଣିକି ଏ ପିନ୍ଧୁଛନ୍ତି। ନା ଏ କୁଆଡେ ଭଲ ନା ଆଉ ଇଟିସ୍ ନାଇକୁ ମୁଁ ଦେଇଛି ପିନ୍ଧିବାକୁ। ହଁ ଆପଣଙ୍କ ପ୍ୟାଣ୍ଟ ସାର୍ଟ ତାକୁ ହୁଏ ହଁ ଆପଣଙ୍କ ବଡି ଦେଖା ହଉଛି। ସେ ତଥାପି ସିଲେଇ କରନ୍ତି। ହଁ ସେ ଡେଡ ଆଉ ଢୋଲା ଢୋଲା କେତେ ନେଇକି ସିଲେଇ କରିବ। କୋଉଠି କହିଲା ଆମ ଅସୁଆ ଗାଲମେଟ ସତିଆ। ଓ ତାଙ୍କୁ ଆଉ ହୁଗୁଳା ହୁଏ। ହଁ ପରୁଆକୁ ପାଖରେ ଦିଅନ୍ତି। ସେ ସବୁ ଯାତ୍ରା ବାଡି ଡ୍ରେସ ଦିଅନ୍ତି ନା ତାଙ୍କ ପାଖରେ ଦିଅନ୍ତି। ଆପଣ ଟାଇଟ୍ ହଉଛି ଆଉ ସେଇଥିପାଇଁ ମୋଟା ଅଛି। ଜଣା ପଡୁଛି ଆଉ କଣ କହିବି? ଆଉ କଣ କହିବି ଆପଣ ଚ୍ୟାନେଲକୁ ଆଇଲି ଆପଣ ଟିକେ କପି ଦେଲେ। ପାଣିବା କହିଲେ ଆମ ଲୋ ବଜେଟ ଆପଣ ଯେମିତି ଆପଣ ସେମିତି ବ୍ୟବସ୍ଥା କରାଯିବ ନା। ନା ଭାଇ ପାଣି ପିଏନି। ଯାତ୍ରା ଗୋଟେ 1 ନମ୍ବର ଭିଲିଆନ ଦୁଷ୍କର୍ମ ଅଧିକାରୀ ତା ଦେହରେ ମୁଁ ପାଣି ପିଇ ଆଉ କଣ ଏ ନା କଫି ପାଣି ପିଇଲେ ଇଜ୍ଜତ ପଳେଇବନି। ଆପଣ ଏଇ କପି ପିଇବେ ନା ନାଇଁ ଆସୁଥିବ ଯେ କାହିଁକିନା ପାଖରେ ନା ପଇସା ନାହିଁ। ଏ ଯୋଉ ମୁକରୁ ଲେମ୍ପଟି ସବୁ ଚାଲିବ ସବୁ ଚାଲିବ। ଆଉ ସେ ନାଟକ ରିପିଟ୍ ହେଇଯିବ। ହଁ ରିପିଟ କହୁଛି ବର୍ଷେ ସେଇ ନାଟକ ଚାଲିଲା। କେବଳ ଏଇଥିପାଇଁ ରିପିଟ୍ ହେଇଥିବ ଯେ ସେ ଉତ୍ତର ତମ ଡାଇଲଗ ନଥିଲା। ଏ ଡାଇଲଗ ନଥିଲା ମତେ ମୁକ କରିଦେଲେ ଏମିତି। ଆଉ ଦରମାଟା ନାହିଁ ଆସିବ କୋଉଠୁ? ସବୁ ସେଟ୍ ଚାଲିଛି। ସବୁ ସେଟା ଆଉ ଏଗ୍ରିମେଣ୍ଟ କରିଛି। ଆଉ ଆଉ ତାହେଲେ ଆର ବର୍ଷକୁ ଅପରାଧ ଧୂମକେତୁରେ ରହିବେ। ଧୂମକେତୁ ପରେ ଆମର ବଳିଆ ଓପନ କରିଛନ୍ତି ଆମର ସନ୍ ମନ୍ଦିର। ସେଠି ବି ଅଫର ଅଛି। ଆଉ ସିଆଡେ ଆମର କଣ କଳିଙ୍ଗନଗର ସବୁ ଅଛି ମୋ ପାର୍ଟି ଏ ସବୁ କାମ ସିଆଡେ ସବୁ। କଣ ଏତେ ଅଫର ନାହିଁ ହଁ କଣ ପାଇଁ? ଏ ନା ସେଇଭଳିଆ ନା ଦୁଷ୍କର୍ମ ଅଧିକାରୀ। ଏ ନା ଶୁଣି ଟିକେଟ ବେପାର ହଉଛି। ଆମ ଟିକେଟ କେତେ ଜାଣିଛନ୍ତି ନା ଜାଣିନାହାନ୍ତି? 55 ଟଙ୍କା 60 ଟଙ୍କା। ଆପଣଙ୍କ ଭଳିଆ ଆର୍ଟିଷ୍ଟ ରହିଲେ ଆଉ କେତେ ଟଙ୍କା ଦେଖି ଏଗୁଡା ଏମିତି ଠିକ ଅଛି। ମାନେ କରନି। ନିଶ୍ଚିତ ଆପଣଙ୍କୁ ସାର୍ଙ୍କର ଅଭିନୟ ଭଲ ଲାଗିବ କାରଣ ଏଭଳିଆ ଚରିତ୍ର ଆସିବା ଦରକାର। ଯାତ୍ରା ଡିଷ୍ଟ୍ରିକ୍ଟ ଯୋଉ ଲୁକ୍ ବଡି ଆଉ ତାଙ୍କର ଯୋଉ ହସ ଆଉ ଶେଷରେ ତାଙ୍କୁ ଅନୁରୋଧ କରିବି ସିଏ ଗୋଟେ ହସିବେ ଆଉ ତାଙ୍କ ସାଇଡରେ ଯୋଉ ପବନା ଅଛନ୍ତି ହେଇ, ଭାଇ ଦେଇଦେ ଦେଖୁଛନ୍ତି ତ ଦେଇଦେ ଲାଷ୍ଟ ଟାଇମ ତମକୁ ମାରିବାକୁ ପଡିବ ମତେ last କୁ। ଆପଣ ବି ମାନୁନାହାନ୍ତି ନା ଦରମା ନେଇଯିବା। ଆଉ ସେଥିପାଇଁ ମାରିବ ସେଇ ମାରି ପକଉଛନ୍ତି। ହଉ ଠିକ ଅଛି ଗୋଟେ ଡାଇଲଗ କୁହନ୍ତୁ ହସନ୍ତୁ ତାପରେ ଆପଣଙ୍କ ଯୋଉ ସାଇଡରେ ଯୋଉ ଅଛନ୍ତି ମହାନ ବ୍ୟକ୍ତି ଆପଣଙ୍କ ବଡିଗାର୍ଡ ମୋଟା ଛୋଟା ପିଲା ସିଏ ଟିକେ ତାଙ୍କ ଯୋଉ କଣ ଟୁଡୁ ଟୁଡୁ ସେଇଟା କହି ଶେଷ କରିବେ। ଡାଇଲଗ ଗୋଟା କହିବା ଜହର ଜଗଦେବ ମଣିଷ ହାଣିବା ମୋ ନିଶା ବିୟର ପିଇବା ମୋ ପେଶା ମର୍ଡର କେବେ ମୁଁ କରେନି କାରଣ ମୋ ଦେହରେ ବଳ ନାହିଁ। ମିଶିଲାନି ଭୁଲିଗଲି ଆଉ କଣ କରିବି? ହସଟା ଲାଗିଲା ଯେମିତି ପ୍ରେତାତ୍ମା ଆମ ପାଖରେ ଅଛନ୍ତି ଆଉ ତାଙ୍କ ସାଇଡରେ ସେ ମହାନ ବ୍ୟକ୍ତି ତାଙ୍କ ମାନେ କହିବି ସୁଲୁଲୁଲୁ ଟୁଣ୍ଡୁମ୍ ଟାଡାମ୍। ନିଶ୍ଚୟ ଆପଣଙ୍କୁ ଭଲ ଲାଗିବ ଅପେକ୍ଷା କରନ୍ତୁ ଧୂମକେତୁରେ କେବେ ଭାଇ ସିନେମା ହବ। ଆସିଲି କଥା କଣ କି ମୁଁ ଯୋଉ କାଲି ଏୟାରପୋର୍ଟରେ ଆଇଲି ବ୍ୟାଗ ଫ୍ୟାଗଟା ସବୁ ପଳେଇଲା। ଆଉ ପାଖରେ ପଇସା ପତ୍ର ନାହିଁ। ଟଙ୍କା 25 ଟଙ୍କା ଦେଲେ ମୁଁ ଯୋଉ ସାଇକେଲ ଦୋକାନରେ ପଙ୍କଚର ହେଇଥିଲା ସାଇକେଲ ତାକୁ 5 ଟଙ୍କା ଦେବି। ଆଉ ରାହୁଲ ଗୁଣ୍ଡିକା ଆମର ବଡିଗାର୍ଡ ଖାଇବ। ଆଉ ମୁଁ ଗୋଟେ ମିନିଟେ ଟାଣିଦେଇ ଘରକୁ ଯିବି। ଆପଣ ସିଗାରେଟ ଟାଣନ୍ତୁନି ଆପଣ ଜଳିଯିବେ। ଏ ନାଇଁ ନାଇଁ ମିନିଟ୍ ମତେ ଟାଣିବ ମୁଁ କଣ ମିନିଟ୍ ଟାଣିବି? ଆପଣ ତାହେଲେ ବଜେଟ ହଉଛି 25 ଟଙ୍କା। ଦେଇଦବା ଧନ୍ୟବାଦ ଜୟ ଜଗନ୍ନାଥ ନିଶ୍ଚୟ ଆପଣଙ୍କୁ ଭଲ ଲାଗିବ।